ତେଣୁ ଯେଉଁ ଝିଅମାନେ ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ଆମେ କେମିତି କୌଣସି ପରିସ୍ଥିତିରେ ମଧ୍ୟ କେବଳ ସ୍ୱାମୀକୁ ନେଇକି ଅଲଗା ହେଇକି ରହିବୁ, ସେଇଟା ଅସମ୍ଭବ କଥା। ଆଜ୍ଞା, ଗଛଟା ଯିଏ ଲଗେଇଛି, ଗଛଟି ଯିଏ ଲଗେଇଛି ତାର ଫଳ ନୁହେଁ, ଗଛ ଯିଏ ମାନେ ଆପଣମାନେ ତା ଗଛ ମୂଳେ ଆସିକି ବସି ପଡ଼ିଲେ ଆପଣ ଏବେ ଭାବୁଛନ୍ତି କ'ଣ ନା ମୁଁ ଗଛର ସବୁଯାକ ଫଳ ଖାଇବି। ଏଇଟା କ'ଣ ସମ୍ଭବ କଥା? ସବୁବେଳେ ଭାବନ୍ତୁ। ତେଣୁ ଓଡ଼ିଶାବାସୀ ମଧ୍ୟ ଚିନ୍ତା କରିବା ଦରକାର। କାଲି ସକାଳେ ଯେତେବେଳେ ତାଙ୍କର ଆପଣ ଗୋଟେ ଛୋଟ କଥା ଚିନ୍ତା କଲେ, ମନେକର ମୋ ଘରେ ଡିଷ୍ଟର୍ବାନ୍ସ ହେବ, ମୋ ଘରେ ଡିଷ୍ଟର୍ବାନ୍ସ ହେବ, ମୁଁ ତାକୁ ଚେଷ୍ଟା କରିବି ଯେ କେମିତି ସଲ୍ଟେଇ ଦେବା ପାଇଁ ନା ମିଡ଼ିଆ ଆଗରେ ଆସିକି ବଦନାମ କରିବା ପାଇଁ କାହାକୁ। ଯଦି ଯେଉଁଠି ସ୍ୱାମୀ ସ୍ତ୍ରୀଙ୍କର ଘଟଣା ଅନେବୁଲ୍ ଆପେକ୍ସ କୋର୍ଟ ଯଦି କହିବେ 1993 ମସିହାରେ ମାନ୍ୟବର ସୁପ୍ରିମକୋର୍ଟ କହିଲେ ଯେ ଜେନେରାଲ କୋର୍ଟ ଗୁଡ଼ାକରେ ମଧ୍ୟ ଫ୍ୟାମିଲି ମ୍ୟାଟର ହିୟରିଂ ହେବ ନାହିଁ, ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଗଲା। କ'ଣ ପାଇଁ? ଆପଣମାନେ ଏବେ ଦେଖୁଥିଲେ, ମୁଁ ହାଇକୋର୍ଟର ଯେଉଁ ହିୟରିଂ କରୁଥିଲି କ୍ୟାମେରାରେ, ଆପଣମାନେ ଦେଖିଲେ କ'ଣ ଫ୍ୟାମିଲି ମ୍ୟାଟର ଗୁଡ଼ାକ ଯେତେ ଚେଷ୍ଟା କରିବା ଦରକାର କ୍ୟାମେରାର ପଛରେ ରହିକି ତାକୁ ସଲ୍ଟେଇବା ଦରକାର। ଫ୍ୟାମିଲି ମ୍ୟାଟର କେଉଁଠି ଆପଣମାନେ ଯେତେବେଳେ ବାସନ ଥୁଆରୁ ବାସନଟେ ବାହାର କରୁଛନ୍ତି ଖଡ଼ଖଡ଼ ହେଉଛି ନା ନାହିଁ? ଆପଣମାନେ ଗୋଟେ ଅଫିସରେ ଚାକିରି କରୁଛନ୍ତି, ଆପଣ ସାଙ୍ଗ ହେଇକି ଯୋଡ଼ାଯୋଡ଼ି ହେଇକି ବସା ବସିକି ଯାଉଛନ୍ତି, କେଉଁଠି ଆଜି ଏଇଠି ଅମୁକ ଜାଗାରେ ଅଛି ପ୍ରୋଗ୍ରାମ ସମୁକ ଜାଗାରେ, ଆପଣଙ୍କ ଭିତରେ ମିସ୍ଅଣ୍ଡରଷ୍ଟାଣ୍ଡିଂ ହେଉନି? ଆଉ ସ୍ୱାମୀ ସ୍ତ୍ରୀ ଯୋଡ଼େ ଗୋଟେ ଛାତ ତଳେ ରହିବେ, ତାଙ୍କ ଭିତରେ ମିସ୍ଅଣ୍ଡରଷ୍ଟାଣ୍ଡିଂ ହେବନି? ମିସ୍ଅଣ୍ଡରଷ୍ଟାଣ୍ଡିଂ ହେବ, ପୁଣି ସମାଧାନ ହେବ। ଆପଣ ଯେଉଁ ତାର ବାପା ମା ସାଙ୍ଗେ ରହିବୁନି, ଏଇଟା ହେଉଛି ବଡ଼ ଦୁଃଖର କଥା। ଏଇଟାକୁ ହିଁ ବନ୍ଦ କରିବା ଦରକାର।